ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ, 4 ଗୁରୁତର। ଗଞ୍ଜାମ ଜିଲ୍ଲା ସୋରଡା ଥାନା କେଶରା ଗାଁ ନିକଟ କାଳୀମନ୍ଦିର ଛକ ନିକଟରେ ହୋଇଛି ଆକ୍ରମଣ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ମାରଣାସ୍ତ୍ରରେ ଆକ୍ରମଣ ହୋଇଛି। 4 ହୋଇଛନ୍ତି ଗୁରୁତର। ଗୁରୁତରମାନେ ହେଲେ କେଶରା ଗ୍ରାମର ଲକ୍ଷ୍ମଣ ନାହକ, ସୁରେଶ ପାଣିଗ୍ରାହୀ, କୃଷ୍ଣ ନାହକ, ପ୍ରସନ୍ନ ଗୌଡ଼। ସୂଚନା ମୁତାବକ କେଶରା ଗ୍ରାମର 5 ଜଣ ବ୍ୟକ୍ତି ସୋରଡାରୁ କାମ ସାରି ନିଜ ଘରକୁ 3ଟି ବାଇକ୍ରେ ଫେରୁଥିଲେ। ଫେରିବା ବେଳେ ହୋଇଛି ସେମାନଙ୍କୁ ଆକ୍ରମଣ। ସେହି ଗାଁର କିଛି ଅଭିଯୁକ୍ତ ପୂର୍ବ ଯୋଜନା କରି କାଳୀମନ୍ଦିର ନିକଟରେ ଛକି ରହିଥିଲା। ବାଇକ୍ ଆରୋହୀଙ୍କ ଉପରକୁ ପ୍ରଥମେ 3ଟି ବୋମାମାଡ଼ କରିଥିଲେ। ବାଇକ୍ରୁ ପଡ଼ିଯିବା ପରେ ଅତର୍କିତ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ 4 ଜଣ ଗୁରୁତର ହୋଇ ତଳେ ପଡ଼ିଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ସେଠାରେ ଗୁରୁତରଙ୍କର ଚିକିତ୍ସା ଚାଲିଛି। ଦୁର୍ବୃତ୍ତମାନେ ଫେରାର ଥିବାବେଳେ ତଦନ୍ତ ଆରମ୍ଭ କରିଛି ସୋରଡା ପୋଲିସ। ବ୍ୟୁରୋ ରିପୋର୍ଟ।